ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆମର ୟୁଟ୍ୟୁବ ଚ୍ୟାନେଲ କ୍ୟାରିୟର କ୍ଲାसेସ୍ କୁ। 8 ପେ କମିଟି ଗଠନ କେବେ ହବ, ନୂଆ ସାଲାରୀ ପାଉ ପାଉ 2028 ହବ ନା 2029 ହବ ନା କେବେ ଯାଏ ଆପଣ ମାନେ ନୂଆ ସାଲାରୀ ପାଇବେ, ଡିटेଲ୍ସ ସହିତ এই ଭିଡିଓରେ ଅଛି। ଭିଡିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ ଆଉ ସେୟାର ଯେମିତି ହେଲେ କରିବେ। ତେଣୁ ଚାଲନ୍ତୁ ଆରମ୍ଭ କରିବା, ଦେଖିବା ଆମର ଯୋଉ 8 ପେ କମିଶନ ମାନଙ୍କର ଯୋଉ ସାଲାରୀ ଆପଣ ମାନଙ୍କର ବଢିଆର ଅଛି ତାର ଡିଟେଲ୍ସ ତଥ୍ୟ କେବେ କାହିଁକି କେବେ ବିଳମ୍ବ ହବ ନା ଠିକ ସମୟରେ ହବ। ତେଣୁ ଏଠି ଆମେ କ୍ଲିୟର କଟ୍ ଦେଖିବା। ତ ଆପଣ ମାନେ ଜାଣିଥିବେ 2026 ରେ ଆପଣ ମାନଙ୍କ ପାଇଁ 8 ପେ କମିଶନ ଲାଗିବାକୁ ଯାଉଛି, ଯେମିତି କି ଆପଣ ମାନଙ୍କର 2016 ରେ 7th ପେ ଲାଗିଥିଲା। ତେଣୁ ସେଇ ଅନୁସାରେ ଆପଣ ମାନଙ୍କର 2026 ରେ ଆପଣ ମାନଙ୍କର କଣ ହବ ନା 8 ପେ କମିଶନ ଲାଗିବ। କିନ୍ତୁ ଏଠି ବିଳମ୍ବର କଥା ହେଉଛି ଯେ ଆପଣ ମାନେ ଜାଣିଥିବେ କେବଳ ଜାନୁଆରୀ ମାସରୁ ଜାନୁଆରୀ 2025 ରୁ ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରିଦେଇଛି ଯେ ଆମର 8 ପେ କମିଶନ ଆସିବ, କିନ୍ତୁ ତା ପରବର୍ତ୍ତୀ ଷ୍ଟେପ କୌଣସି ନିଆଯାଇ ନାହିଁ। ତେଣୁ ବିଭିନ୍ନ ପ୍ରକାର ତର୍ଜମା ଚାଲିଛି କେବେ ବସିବା କଣ ହବ। ତେଣୁ ଏଠି ଆମେ ଦେଖିବା ଆମର ତର୍ଜମା କଣ ଅଛି ହେଲା। ତ ପ୍ରଥମେ ଆପଣ ମାନଙ୍କର ସେଇ ଜିନିଷଟି ଲେଖା ହେଇଛି ଯେ ଆନାଉନ୍ସମେଣ୍ଟ ହେଇଯାଇଛି 8 ପେ କମିଶନ ପାଇଁ। ଅଶ୍ୱିନୀ ବୈଷମ ଯିଏ ଆମର ୟୁନିୟନ ମିନିଷ୍ଟର ଅଛନ୍ତି ସେ କଣ କରିଛନ୍ତି ଜାନୁଆରୀ ମାସରେ ଆନାଉନ୍ସ କରିଛନ୍ତି ଯେ ୟୁନିୟନ କ୍ୟାବିନେଟ ଆପ୍ରୁଭ କରିଛି 8 ପେ କମିଶନ ଗଠନ ପାଇଁ, ଯୋଉ ପାଇଁ 50 ଲାख ର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ମାନେ ଏବଂ ତା ସହିତ ଆପଣ ମାନଙ୍କର ଯୋଉ ଷ୍ଟେଟ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ମାନେ ଅଛନ୍ତି ସେମାନେ ବିଭିନ୍ନ ପ୍ରକାରର ବେନିଫିଟ୍ସ ପାଇବେ, ସାଲାରୀ ଇନକ୍ରିଜ ହବ, ତା ସହିତ ଡିଏ ସବୁ ରିଫର୍ମ ହବ, ବିଭିନ୍ନ ପ୍ରକାର ଆଲାଉନ୍ସ ରିଫର୍ମ ହବ। ତ ଏଠି ଯୋଉ ଜିନିଷଟା କୁହାଯାଇଛି କିନ୍ତୁ ତା ପରବର୍ତ୍ତୀ ଷ୍ଟେପରେ କିଛି କରାଯାଉ ନାହିଁ। କାହିଁକି ନା ଆପଣ ମାନେ ଜାଣିଥିବେ ଟିଲ୍ ନାଉ ଆପଣ ମାନଙ୍କର ଆସିକି ସେପ୍ଟେମ୍ବର ମାସ ସରିଲାଣି, ଏ ପର୍ଯ୍ୟନ୍ତ ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ଆପଣ ମାନଙ୍କର କୌଣସି ପ୍ରକାରର ଆପଣ ମାନଙ୍କର କମିଶନର ଅଫିସିଆଲ ନୋଟିଫିକେସନ ଆସିନାହିଁ। ବୁଝିପାରୁଛନ୍ତି ନା ନାଇଁ? ତ ଯେହେତୁ ଆପଣ ମାନଙ୍କର ଯେକୌଣସି ଗଭର୍ଣ୍ଣମେଣ୍ଟର କାମ ଆରମ୍ଭ ହବ ତା ପୂର୍ବରୁ ଗଭର୍ଣ୍ଣମେଣ୍ଟର ଅଫିସିଆଲ ନୋଟିଫିକେସନ ଆସେ। ତେଣୁ ଗେଜେଟ ନୋଟିଫିକେସନ ଯେପର୍ଯ୍ୟନ୍ତ ଆସିନାହିଁ, ତେଣୁ କହିଦେଲେ ଖାଲି ହେଇଯିବ କି 8 ପେ କମିଶନ ହେଇଗଲା ଗଠନ ହେଇଗଲା, କାହିଁ ଗଭର୍ଣ୍ଣମେଣ୍ଟର ଅଫିସିଆଲ ନୋଟିଫିକେସନ ତ କିଛି ନାହିଁ। ତାପରେ ଆପଣ ମାନଙ୍କର ଟର୍ମ ଅଫ ରେଫରେନ୍ସ ଟି କଣ ନା ଯାହା ପାଇଁ ବା ଯୋଉଥିରେ ଆପଣ ମାନଙ୍କର ଲେଖା ହେଇଥିବ ଆପଣଙ୍କର ସାଲାରୀ କେତେ ଇନକ୍ରିଜ ହବ, କେତେ ଆପଣ ମାନଙ୍କର ଫିଟମେଣ୍ଟ ଫ୍ୟାକ୍ଟର ରହିବ, କୋଉ ଆଲାଉନ୍ସ କୁ କଟା ହବ, ବୁଝିପାରିଲେ କେତେଟା ଆଲାଉନ୍ସ କୁ ମଧ୍ୟ କଟା ହବ। ତାପରେ ଭିଡିଓ ଆଭେଲେବଲ ଅଛି, ଆପଣ ମାନେ ଚାହିଁଲେ ଦେଖିପାରିବେ। ଏବଂ କାହାକୁ କୋଉ ଆଲାଉନ୍ସ ଦିଆଯିବ, ଟିଏ କେତେ ରହିବ, ଡିଏ କେତେ ରହିବ, ଡିଏ ତ 0 ହବାର ଅଛି। ତ ବିଭିନ୍ନ ପ୍ରକାର ଯୋଉ ଜିନିଷ ଅଛି ଆଉ କଣ କଣ ବେନିଫିଟ ସବୁ ଟର୍ମ ଅଫ ରେଫରେନ୍ସରେ ଦିଆଯାଉଛି ତାକୁ ମଧ୍ୟ ଏଇ ଟିଓଆର ରେ ଆପଣ ମାନେ ପାଇବେ। ଟିଓଆର ଯୋଉ ଟେଣ୍ଟାଟିଭ ଟିଓଆର ଅଛି ଆମର ସେଇଠି ତା ଉପରେ ମଧ୍ୟ ଗୋଟେ ଭିଡିଓ ଆଭେଲେବଲ ଅଛି, ଆପଣ ମାନେ ଯାଇକି ଦେଖିପାରିବେ ଯେ 8 ପେ କମିଶନର ଟେଣ୍ଟାଟିଭ ଟିଓଆର କଣ ରହିବାର ଅଛି। ନେକ୍ସଟ ହଉଛି ଆପଏଣ୍ଟମେଣ୍ଟ ଅଫ ମେମ୍ବର୍ସ। ଆପଣ ମାନେ ଜାଣିଥିବେ ଯେ ଯଦି ଗୋଟେ କମିଶନ ବସୁଛି, କମିଶନର ପ୍ରେସିଡେଣ୍ଟ କିଏ, ସେକ୍ରେଟାରୀ କିଏ, ତାଙ୍କର ମେମ୍ବର କିଏ, ତାର କିଏ କିଏ କିଛି ଏପର୍ଯ୍ୟନ୍ତ ଡିକ୍ଲେୟାର ହେଲା ନାହିଁ। ତେଣୁ ଆପଣ ମାନେ କେମିତି ଭାବୁଛନ୍ତି ଯେ ଏତେ ଶୀଘ୍ର 8 ପେ କମିଶନ ଲାଗିଯିବ ଆଉ 8 ପେ ର ସାଲାରୀ ଆପଣ ମାନେ ପାଇଯିବେ? ତେଣୁ ଏଠି ଆପଣ ମାନଙ୍କର ଡିଲେ ହବାର ନିଶ୍ଚିନ୍ତ ଭାବରେ ଅଛି ଏବଂ ସେଇଟା 2028 ରେ ହେଇପାରେ, ନହେଲେ ନାହିଁ 2029 ଯାଏ ମଧ୍ୟ ଯାଇପାରେ ବୋଲି ଆଶା କରାଯାଉଛି, ଯଦି ଏପର୍ଯ୍ୟନ୍ତ କିଛି ନିଷ୍କର୍ଷ ନ ବାହାରେ, କିଛି ଆପଣ ମାନଙ୍କର ଯଦି ବି ନ ଆସେ। କାହିଁକି ଆପଣ ମାନଙ୍କର ଏବେ ଦେଖନ୍ତୁ 2025 ସରିଲାଣି ଏବଂ ହାତରେ ରହିଲା ଖାଲି ଦେଖନ୍ତୁ 2026 ଆରମ୍ଭ ହେଇଯିବ ଆଉ 2 ମାସ ପରେ। ତ ଏଠି ଆପଣଙ୍କର 2026 ହେଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ଆପଣ ମାନଙ୍କର କମିଟିରେ କିଏ କିଏ ଅଛନ୍ତି ଜଣା ନାହିଁ, ଟର୍ମ ଅଫ ରେଫରେନ୍ସ ଜଣା ନାହିଁ। ତେଣୁ ଡିଲେ ହବ। ତେଣୁ ଡିଲେ ହବାର କେତେ ଡିଲେ ହବ, କାହିଁକି ଡିଲେ ହବ ତାକୁ ମଧ୍ୟ ଆମେ ଦେଖିବା ଚାଲନ୍ତୁ। ତ ପ୍ରଥମେ ଆପଣ ମାନେ ଜାଣିବା ଦରକାର ଯେ ଯୋଉ ଆଗରୁ ବିଭିନ୍ନ ପ୍ରକାର ପେ କମିଶନ ସବୁ ଆସିଛି, ଯେମିତି 5th ପେ, 6th ପେ, 7th ପେ। ତ ଏଠି କଣ କଣ ସବୁ ହେଇଛି ନା ଏଠି ଆପଣ ମାନଙ୍କର ମିନିମମ୍ 2 ବର୍ଷରୁ 3 ବର୍ଷ ଯାଏଁ ଡେରି ହେଇଛି, ଲେଟ୍ ହେଇଛି ସାଲାରୀ ପାଇବାର। 2 ରୁ 3 ଇୟର୍ସ ପର୍ଯ୍ୟନ୍ତ ଆପଣ ମାନଙ୍କର ଲେଟ୍ ହେଇଛି। କାହିଁକି ନା ଆପଣ ମାନଙ୍କର ଯେବେ ଡିକ୍ଲେୟାର ହୁଏ ପେ କମିଶନ ତା ପରର ମିନିମମ୍ 2 to 3 ଇୟର୍ସ ଆପଣ ମାନଙ୍କର ଲେଟ୍ ହବ, ଠିକ ଅଛି। ତ ଏଠି ଆପଣ ମାନଙ୍କର ଦେଖନ୍ତୁ 2025 ଏଣ୍ଡରେ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ ଆପଣ ମାନଙ୍କର କୌଣସି ପ୍ରକାର ଅଫିସିଆଲ ନୋଟିଫିକେସନ ଆସିନି, ଟିଓଆର ଆସିନି, କିଛି ଆସିନାହିଁ। ତେଣୁ 2026 ରୁ ଆପଣ ମାନଙ୍କୁ କେତେ ସମୟ ଲାଗିବ? 2 ଇୟର କାଉଣ୍ଟ କରନ୍ତୁ, ମିନିମମ୍ 2018 ହେଇଯିବ। ତ ଏଠି ଦେଖନ୍ତୁ ଆମର ବିଭିନ୍ନ ପ୍ରକାର ଯୋଉ ପେ କମିଶନ ଆସିଥିଲା ତା ଉପରେ ମଧ୍ୟ ଟିକେ ଆମେ ଦେଖିଦେବା, ଗ୍ଲିମ୍ସ ଦେଖିଦେବା କଣ କଣ ଅଛି ନା ପ୍ରଥମେ ଆପଣ ମାନେ ଦେଖନ୍ତୁ 5th ପେ କମିଶନ। ତ 5th ପେ କମିଶନରେ ଆପଣ ମାନଙ୍କର କଣ ହେଇଥିଲା ନା ଇନ୍ ଦ 5th ପେ କମିଶନ କେବେ 1994 ରେ ଆପଣ ମାନଙ୍କର ଆପଏଣ୍ଟ କରାଯାଇଥିଲା ଏବଂ 97
जनवरी सुधा गवर्नमेंट को सबमिट कराइला रिपोर्ट एवं रिकमेंडेशन को इम्प्लीमेंट करिके 96 जनवरी रो आपण मानकर सैलरी आरंभ होइतला। तो एठी केते वर्ष लागिला टाइम देखंतु एप्रिल 94 रो 96 जाए तो पाखापाखि 2 इयर हे गला। तो एठी भी फिफ्थ पे कमिशन रे भी आपण मानकर पाखापाखि 2 इयर हेइतला आपण मानकर जो पे कमिशन पाई। नेक्स्ट होची फिफ्थ पर सिक्स्थ पे देखंतु सिक्स्थ पे रो देखिबा जिनिस केबे कोन हेइतला ना देखंतु द सिक्स्थ पे कमिशन वाज एस्टैब्लिश्ड इन अक्टोबर 2008। तो एठी आपण मानकर 2000 एठी आपण मानकर देखि पारुथिबे 8 रे आपण मानकर सब जिनिस मार्च 2008 सुधा रिपोर्ट दाखल करा जाइतला। तो एठी गवर्नमेंट एक्सेप्टेड द रिपोर्ट अगस्त 2008 रे एंड आपण मानकर जो सैलरी टा इंक्रीज के हेइतला ना सैलरी टा 1/1/2026 रो पिछला बार दिया हेइतला किंतु से लागितला केबे ना 2008 रे जाइकी। तो एठी भी 6 रो 2006 रो 2008 2 इयर्स पर्यंत आपण मानकर गैप रहितला। नेक्स्ट होची आपण मानकर ये 2 वर्ष दुईटा गला फिफ्थ पे सिक्स्थ पे। नेक्स्ट होची आपण मानकर सबुठ बड़ कथा जो थे सैलरी बहुत गुड़ाए बढ़ी था सेटा होची 7th पे। तो 7th पे आपण मानकर केबे हेइतला देखंतु फॉर्म केबे हेइतला ना फॉर्म 2014 रे हेइतला एंड द टर्म्स ऑफ रेफरेंस वर फाइनलाइज्ड बाय मार्च 2014। ओके एंड द रिपोर्ट माने देखंतु एटी मार्च 2014 सुधा आपण मानकर टर्म ऑफ रेफरेंस फाइनल हेइतला। टर्म ऑफ रेफरेंस माने आपण मानकर केमिति सैलरी बढ़िबो को पे स्ट्रक्चर रहिबो लेवल केते रहिबो हैला आपण मानकर ग्रेड पे रहिबो ना नाही ए सब जिंस आपण मानकर ए टर्म ऑफ रेफरेंस रे फाइनलाइज हे जाइतला किंतु वर्तमान सुधा देखंतु 2014 रे हेइतला मार्च रे एवं रिपोर्ट सबमिट हेइतला नवेम्बर 2015 रे कैबिनेट तापर अप्रूव करिके आपण मानकर सैलरी जाइके 2016 रो पाइतले माने फेब्रुआरी 2014 रो नै कि जनवरी 2016 केते वर्ष गला 2 इयर। तो एठी देखंतु माने टर्म ऑफ रेफरेंस आसीबार पाखापाखि 2 वर्ष पर आपण माने सैलरी पाइले नुआ सैलरी पाइले किंतु एबे कोन होउची आपण मानकर 2 वर्ष अछि हातरे 2 वर्ष किछि नाही आपण हातरे आपणकर केते समय अछि ना एबे 2025 माने 26 आसीबो 2 मास 3 मास रही छी ए पर्यंत किछि हेई नाही किछि कमिटी रे के बसिबे ता जिनस किछि नाही टर्म ऑफ रेफरेंस नाही नथिंग एल्स इज देयर। सो सेति पय आपण मानकर कोन हबो ना मिनिमम 2 इयर रो 3 इयर आपण मानकर कोन हे पारे लेट हे पारे मिनिमम आपण धरि चलंतु 2028 पर्यंत आपण मानकर सैलरी नुआ सैलरी पाया पय कोन हे पारे ना हे पारे काहे कि ना आपनकर टर्म ऑफ रेफरेंस आसी नै जदी एई गुटा जिंसटा आसी जीवो आपनकर फिटमेंट फैक्टर केते रहइबो तापर गोटे वीडियो अछि काहे कि कैलकुलेशन कराई जी केमिति आपण माने जाई चेक करि परिबे लास्ट को देई देबे एवं एट ऊपर बहुत गुडे वीडियो अछि आपण चाहिले केते बढ़िबा आपण मानकर सैलरी 20% 30% कैलकुलेशन करि के एमति ब्लॉक रे कोइ नै 30% केते बढ़िबो ना आपनकर लास्ट को एंड स्क्रीन रे दिया हे जे आपण माने देखि परिबे हला एवं आपण मानकर विभिन्न प्रकार कैलकुलेशन निज ग्रेड पे अनुसार मध्य करि परिबे। तो वीडियो को लाइक करिवे चैनल सब्सक्राइब शेयर करिवे। धन्यवाद।